ବାଲେଶ୍ୱର ଜିଲ୍ଲାରୁ ଆସିଛି ଏକ ଚର୍ଚ୍ଚିତ ପାରିବାରିକ ଘଟଣା, ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଭୋଗରାଇ ବ୍ଲକର କମର୍ଦା ଥାନା ଅଞ୍ଚଳର ସାତଗହଲିଆ ଗ୍ରାମର ବାସିନ୍ଦା ରାଜେନ୍ଦ୍ର କୁମାର ଜେନା ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ତ୍ରୀ ପ୍ରାୟ 7 ମାସ ଧରି ନିଖୋଜ ଥିଲେ। ଏହାସହ ସେ ପରକୀୟା ସମ୍ପର୍କ ଥିବା ସନ୍ଦେଶ ମଧ୍ୟ ପ୍ରକାଶ କରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଦଳପଲ ଗ୍ରାମର ଏକ 4 ତାଲା କୋଠାରେ ସମ୍ପୃକ୍ତ ମହିଳା ରହୁଥିବା ସୂଚନା ପାଇ ପୋଲିସ ସେଠାରେ ପହଞ୍ଚି ତାକୁ ଉଦ୍ଧାର କରିଥିଲା। ପୋଲିସ ସେହି ମହିଳାଙ୍କୁ ଥାନାକୁ ନେଉଥିବା ବେଳେ ସ୍ୱାମୀଙ୍କ ପରିବାର ଲୋକେ ପୋଲିସ ଗାଡ଼ିକୁ ଅଟକାଇ ଦେଇଥିବାରୁ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣି ମହିଳାକୁ ସୁରକ୍ଷିତ ଭାବେ ଥାନାକୁ ନେଇଥିଲା। ସୂଚନା ଅନୁଯାୟୀ ଉଦ୍ଧାର ସମୟରେ ମହିଳାଙ୍କ ସହ ଥିବା ଜଣେ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ତାଙ୍କୁ ଖୋଜିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ଏହି ଘଟଣାର ପ୍ରକୃତ କାରଣ କ'ଣ, ମହିଳା ସ୍ୱଇଚ୍ଛାରେ ସେଠାରେ ରହୁଥିଲେ କି ଅନ୍ୟ କୌଣସି କାରଣ ରହିଛି, ଏହାର ସ୍ପଷ୍ଟ ଉତ୍ତର ପୋଲିସ ତଦନ୍ତ ପରେ ହିଁ ସାମ୍ନାକୁ ଆସିବ। ଏହି ଘଟଣା ଆମ ସମସ୍ତଙ୍କ ପାଇଁ ଏକ ସତର୍କ ସନ୍ଦେଶ। ପରିବାରରେ କୌଣସି ସମସ୍ୟା ଦେଖାଦେଲେ ଲୁଚାଇ ନ ରଖି ପରସ୍ପର ସହ ଆଲୋଚନା କରନ୍ତୁ ଏବଂ ଆବଶ୍ୟକ ପଡ଼ିଲେ ଆଇନର ସହାୟତା ନିଅନ୍ତୁ। ସୋସିଆଲ ମିଡିଆରେ ଆସୁଥିବା ଅପ୍ରମାଣିତ ତଥ୍ୟକୁ ବିଶ୍ୱାସ କରନ୍ତୁ ନାହିଁ କିମ୍ବା ଗୁଜବ ପ୍ରଚାର କରନ୍ତୁ ନାହିଁ। ପୋଲିସ ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ହିଁ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ। ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କ'ଣ, କମେଣ୍ଟରେ ନିଶ୍ଚୟ ଜଣାନ୍ତୁ।